ଆବଦ୍ଧ ଲୋକମାନେ ପରମେଶ୍ୱରଙ୍କ ଲୋକ। ଈଶ୍ୱରୀୟ ନିୟମ ଭିତରେ ଯେଉଁମାନେ ରହିବା ପାଇଁ ନିଜକୁ ସମର୍ପଣ କରନ୍ତି ସେମାନେ ପରମେଶ୍ୱରଙ୍କ ଲୋକ। ପୁଣି ଆହୁରି କହିବି କୋଉମାନେ ପରମେଶ୍ୱରଙ୍କ ଲୋକ ହେବା ପାଇଁ କଣ ସବୁ ଅଛି? ଗୀତ ସଂହିତା 47:9 ଅବ୍ରାହମଙ୍କର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ ଲୋକମାନେ ଏକତ୍ର ହେଲେ। ଯୋଉମାନଙ୍କ ଠାରେ ଏକତା ଥାଏ ଜଣକ ବିରୁଦ୍ଧରେ ଜଣେ ନଥିବାର ଅଛି। ଡାଇରେକ୍ଟ ନହେଲେ ବି ଇନଡାଇରେକ୍ଟଲି ଜଣକ ବିରୁଦ୍ଧରେ ଜଣେ ପରମେଶ୍ୱରଙ୍କ ଲୋକ ହେଇପାରିବନି। ତେଣୁ ମୁଁ ଦ୍ୱିତୀୟ ପର୍ଯ୍ୟାୟ କହିଲି ପରମେଶ୍ୱରଙ୍କ ଲୋକ ହେବା ପାଇଁ ଏଭଳି କେତେକ ନିୟମ ବିଧି ମଧ୍ୟରେ ରହିଲେ ଜଣେ ପରମେଶ୍ୱରଙ୍କ ଲୋକ ହେଇପାରିବ। ଆଉ ମୋର ଦୁଇଟି ପରିଚୟ ଅଛି କମ ସମୟ ଭିତରେ। ପରମେଶ୍ୱରଙ୍କ ଲୋକର କେତୋଟି ଉପାଧି ଅଛି। ଉପାଧି ହେଉଛି ପ୍ରଥମ ଉପାଧି ପ୍ରିୟ ଭାଇ ଭଉଣୀ ମାନେ ପରମେଶ୍ୱର ଲୋକ ସାଧାରଣଙ୍କ ନିମନ୍ତେ ସେମାନେ ପରମେଶ୍ୱରଙ୍କର ଦତ୍ତ ଲୋକ। ବୁଝିପାରିଲା ନା? ଅନ୍ୟ ସମସ୍ତଙ୍କ ପାଇଁ ସେମାନେ ପରମେଶ୍ୱରଙ୍କ ଦତ୍ତ ଲୋକ। ଗଣନା 3 ପର୍ବର 9, 8 ପର୍ବର 16। ଯେଣୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଅନ୍ୟମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଲୋକ ଅଟନ୍ତି। ଏ ସ୍ଥାନରେ ସମସ୍ତେ ରହିପାରିବେନି। ପ୍ରିୟ ଭାଇ ଭଉଣୀ ମାନେ ବୃକ୍ଷ ଲୋକମାନଙ୍କ ନିମନ୍ତେ ବୋଲି କହନ୍ତି, କିନ୍ତୁ ଫଳବାନ ବୃକ୍ଷ ହିଁ ଅନେକ ଲୋକ ଅନୁଭବ କରିବେ ବୃକ୍ଷର ଫଳକୁ, କିନ୍ତୁ ଫଳବାନ ହେଲେ ହିଁ ଯୋଉମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଲୋକ ସେମାନଙ୍କ ନିମନ୍ତେ ଉପାଦେୟର ବିଷୟ ଯେବେ ଥାଏ ଆମେ ପୁଲପିଟରେ କହିବା ଈଶ୍ୱରଙ୍କ ଲୋକ, ତାର ବଡ କଥା ନୁହେଁ। ସେଥିରେ ଆମେ ଭାସି ଯିବା ଦରକାର ନାହିଁ, ଖୁସି ହେବା ଦରକାର ନାହିଁ। କିନ୍ତୁ ପରମେଶ୍ୱର କେତେ ଜଣଙ୍କୁ କହିଲେ ହେ ଆମ୍ଭର ଲୋକ, ସେଇମାନେ ପରମେଶ୍ୱରଙ୍କ ଲୋକ। ପ୍ରଭୁ ଯୋଉମାନଙ୍କୁ ସ୍ୱୀକାର କରନ୍ତି ସେମାନେ ମୋର ଲୋକ, ସେମାନେ ପରମେଶ୍ୱରଙ୍କ ଲୋକ। ପ୍ରିୟ ଭାଇ ଭଉଣୀ ମାନେ ସେମାନଙ୍କର ଉପାଧିକୁ କହିବି ଈଶ୍ୱର ଦତ୍ତ ଲୋକ। ଅନ୍ୟମାନଙ୍କ ପାଇଁ ଯେମିତି ଆଜ୍ଞା ମାନେ କହିଲେ ପାଲବ ଅନ୍ୟମାନଙ୍କ ନିମନ୍ତେ, ସେଭଳି ଆପଣମାନେ, ସେଭଳି ଈଶ୍ୱରଙ୍କ ଅନ୍ୟମାନେ ଅନ୍ୟମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଲୋକ। ଦ୍ୱିତୀୟ କଥା କହିବି ପରମେଶ୍ୱରଙ୍କ ଲୋକଙ୍କର ଉପାଧିକୁ ଯାତ୍ରା 15 ପର୍ବର 13ରେ ମୁକ୍ତ ଲୋକ। ପରମେଶ୍ୱରଙ୍କ ଲୋକ ଜଣେ ପ୍ରିୟ ପ୍ରଭୁଙ୍କ ଲୋକ ମାନେ ସେମାନେ ମୁକ୍ତ ଲୋକ। ମୁକ୍ତ ଲୋକର ବହୁତ ତାତ୍ପର୍ଯ୍ୟ ଅଛି। ଯୋଉଠାରେ ଆତ୍ମା ସେଠାରେ ସ୍ୱାଧୀନତା। ସ୍ୱାଧୀନତା ମାନେ ଅବୈତନିକ ସେମିତି ନୁହଁ। ପ୍ରଭୁଙ୍କ ପିଲାମାନେ ସମସ୍ତେ ସ୍ୱାଧୀନ, ଚାକିରି କରୁଥାନ୍ତୁ, ବାଣିଜ୍ୟ କରୁଥାନ୍ତୁ। ମୁକ୍ତ ଲୋକ ସେମାନଙ୍କ ଉପରେ କାହାର କର୍ତ୍ତବ୍ୟ ନାହିଁ, କେବଳ ପରମେଶ୍ୱରଙ୍କର କର୍ତ୍ତବ୍ୟ ଅଛି। ସେମାନେ ହେଲେ ପରମେଶ୍ୱରଙ୍କ ଜଣେ ଲୋକଙ୍କୁ କୁହାଯାଏ ମୁକ୍ତ ଲୋକ। ତୃତୀୟ କଥା କହିବି ଦ୍ୱିତୀୟ ବିବରଣ 4 ପର୍ବର 20 ପଦ ଲେଖା ହେଇଛି। ସେମାନେ ମତେ ଗୋଟେ ଦିନ ପଢିକି ଟିକେ ସାହାଯ୍ୟ କରିବେ ପାରିବେ ଯଦି। 4:20 थैंक यू ब्रदर, थैंक यू। कि लोक जो माने परमेश्वरंग लोक से माने तो मुक्त लोक, से माने तो ईश्वरंग दत्त लोक। अन्य मानक भाई केवल नुहे परमेश्वरंग अधिकार लोक।
ଏମାନେ ହେଲେ ଈଶ୍ୱରଙ୍କ ଲୋକ। ଦ୍ୱିତୀୟ ଗୁଣ 7 ପର୍ବର 6 ଟିକେ ଭାବ। ପ୍ରାଇଜ୍ ଦ ଲର୍ଡ। କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ। ଥ୍ୟାଙ୍କ ୟୁ। ଯେଣୁ ସେମାନେ ପରମେଶ୍ୱରଙ୍କର ବାକ୍ୟ ଘୋଷଣା କରେ, ପରମେଶ୍ୱରଙ୍କ ବାକ୍ୟ ନାମିତ କରେ ଯେ ସେମାନେ ପରମେଶ୍ୱରଙ୍କର ପବିତ୍ର ଲୋକ, ପବିତ୍ର ଲୋକ। ସେଥିପାଇଁ ସୁନେମିଆ ଧନବତୀ ସ୍ତ୍ରୀ କହିଲେ ତାଙ୍କ ସ୍ୱାମୀଙ୍କୁ ଯେ ସବୁବେଳେ ଆମ କତିକି ଆସୁଛନ୍ତି, ମୁଁ ବୋଧ କରୁଛି ଇଲିଶାଙ୍କ ଠାରେ କିଛି ଡ୍ରେସ୍ ଦ୍ୱାରା ପ୍ରମାଣିତ ନୁହଁ, କିନ୍ତୁ ତାର ଭାବଭଙ୍ଗୀ ଦ୍ୱାରା ପ୍ରମାଣିତ ହେଲେ ଯେ ସେ ଜଣେ ପବିତ୍ର ଲୋକ। ପୁଣି ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କ ଲୋକ ଆଉ କିଏ ଲୋକ? ଦ୍ୱିତୀୟ ସାମୁଏଲ 7 ପର୍ବର 23 ସମୂହ ଆଡକୁ ଯିବାକୁ ଅଛି, ସେଇ ଶବ୍ଦଟା ସମୂହକୁ ବୁଝେଇବ ମଧ୍ୟ। ଦ୍ୱିତୀୟ ସାମୁଏଲ 7 ପର୍ବର 23 ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣ ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ। ଧନ୍ୟବାଦ। ଏକ ଲୋକ, ଯେତେ ଲୋକ ଥିଲେ ବି ଆମେ ପରମେଶ୍ୱରଙ୍କ ନିମନ୍ତେ ଏକ ଲୋକ। ପରମେଶ୍ୱରଙ୍କ ଲୋକର ତାତ୍ପର୍ଯ୍ୟ ପୁଣି ତାଙ୍କର ଆହୁରି ମହତ୍ଵ କଥା ଶୁଣନ୍ତୁ। ଦ୍ୱିତୀୟ ବିବରଣ 33 ପର୍ବର 29 ପଦରେ ମଝିରେ ଶବ୍ଦଟା ଅଛି, ପ୍ରଭୁଙ୍କ ନାମର ଗୌରବ ହବ। 33 ପର୍ବର 29 ହେ ଇସ୍ରାଏଲ ତୁମେ ଧନ୍ୟ ଅଟ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ। ଧନ୍ୟବାଦ ଭାଇ। ଯୋଉମାନେ ପରମେଶ୍ୱରଙ୍କ ଲୋକ କାହା ଦ୍ୱାରା ନୁହେଁ, ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ। ପ୍ରିୟ ଭାଇ ମାନେ, ସେଇଥିପାଇଁ ଯାତ୍ରା 15:13 ଯାହା ଥିଲା ଦାନିଏଲ 3:25 ତାହା ଅଛି। କିନ୍ତୁ ସେ ମୁକ୍ତ କେମିତିଟା ମାନେ ବାନ୍ଧି ପକେଇଥିଲେ ନିଆଁରେ, ମାତ୍ର ରାଜା କହୁଛନ୍ତି ଆମେ 4 ମୁକ୍ତ ଲୋକଙ୍କୁ ଦେଖୁଛୁ ନିଆଁ ଭିତରେ। ପ୍ରିୟ ଭାଇ ମାନେ, ପରମେଶ୍ୱରଙ୍କ ଲୋକଙ୍କୁ ଏଇ ପ୍ରକାର ଭାବରେ ପରମେଶ୍ୱରଙ୍କ ଲୋକ କୁହାଯାଏ। ମୋର ଶେଷ ପର୍ଯ୍ୟାୟ ହେଉଛି ପରମେଶ୍ୱରଙ୍କ ଲୋକ ମଲେ ମଧ୍ୟ ଜିଇଛନ୍ତି। ମୌଖିକ ଭାବରେ ତାହା କହିବି, ମଲେ ବି ବଞ୍ଚିଛନ୍ତି। ଯେଣୁ ପଢନ୍ତୁ ନାହିଁ କମ ସମୟ ଭିତରେ ଏବ୍ରି 11 ପର୍ବର 4 ପଦରେ ହେବଲ ଶ୍ରେଷ୍ଠ ବଳିଦାନ ଉତ୍ସର୍ଗ କଲେ, ସାକ୍ଷ୍ୟ ଦେଲେ। ତେଣୁ ଲେଖା ହେଇଛି ସେ ମଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନେ ହେଲେ ପରମେଶ୍ୱରଙ୍କ ଲୋକ। ଏ ତାତ୍ପର୍ଯ୍ୟର ବ୍ୟାଖ୍ୟା ଏତିକି ନୁହଁ, ମନ ଭାଗିଲା ପରି ପ୍ରୁଫ୍ ଦେଇ କହିଲେ ଯାଏ ଭଲ ଲାଗିବ। ଯେଣୁ ସେମାନେ ମଲେ ମଧ୍ୟ ଏ ପର୍ଯ୍ୟନ୍ତ କଥା କହୁଛନ୍ତି, ଅର୍ଥାତ୍ ସେମାନେ ବଞ୍ଚିଛନ୍ତି ଆତ୍ମିକ ଭାବରେ। ମଲେ ବି ବଞ୍ଚିଥିବା ଲୋକଙ୍କୁ କହିବି, ମଶା ତ ମଲେ ତ କବର ପାଇଲେ, ଭାଗ୍ୟବାନ ଲୋକ ସେ। ତାକୁ ପିତର ଶିଷ୍ୟମାନେ ଦେଖିଲେ, ଚିହ୍ନିଲେ କେମିତି? ଏଠି ତ ଆଉ ଗୋଟେ ଅଲୌକିକ କଥା ଅଛି, ମଶାଙ୍କ ସମୟର ଲୋକ ଏମାନେ ନୁହନ୍ତି, ଯୀଶୁଙ୍କୁ ବି ପଚାରି ନାହାନ୍ତି, କିନ୍ତୁ ସେମାନେ ଦେଖି ଦେଖି ଜାଣିପାରିଲେ ଯେ ଏଇ ମୂଷା, ଏଇ ଅଲିଓ, ସେ ମୂଷା ମରିଥିଲେ ମଧ୍ୟ ବଞ୍ଚିବା ଅବସ୍ଥାରେ ଦେଖୁଛନ୍ତି ଏ ହେଲା ପରମେଶ୍ୱରଙ୍କ ଲୋକ। ପ୍ରିୟ ଭାଇ ଭଉଣୀ ମାନେ, ପୁଣି ମଲେ ବି ବଞ୍ଚିଥିବା ଆଉ ପରମେଶ୍ୱରଙ୍କ ଲୋକଙ୍କୁ କହିବି, ଯିଶାୟା 51:2 ତୁମେ ଅବ୍ରାହମକୁ ଦେଖ ଓ ସାରାକୁ ଦେଖ। କେମିତି ଦେଖିବ?
ବର୍ତ୍ତମାନ କେମିତି ଦେଖିବ ବାଇବଲ ସେମାନଙ୍କୁ ଜୀବିତ ଅବସ୍ଥାରେ ପ୍ରମାଣ କରୁଛି ଯେଣୁ ସେମାନେ ଏକାକି ଥିବା ସମୟରେ ଆମେ ଆହ୍ୱାନ କଲୁ ମହାଗୋଷ୍ଠୀ କଲୁ ଲେଖା ଅଛି ତୁମ୍ଭ ମାନଙ୍କର ପ୍ରସବ ସାରାଙ୍କୁ ସତରେ ଆମକୁ ମତେ ଆପଣଙ୍କୁ ପ୍ରସବ କରିଛନ୍ତି ସାରା କିନ୍ତୁ ବାଇବଲ କହୁଛି ପ୍ରସବକାରିଣୀ ପ୍ରିୟ ଭାଇ ବଡ଼ ମାନେ କୋଉ କାଳରେ ସେମାନେ ମରିଥିଲେ ମଧ୍ୟ ଅଛନ୍ତି ପୁଣି ଶୁଣନ୍ତୁ କାଳକ୍ରମେ ଲାଜାର ମିଳେ କାଳକ୍ରମେ ଧନୀ ବି ମିଳେ ଧନୀ ଦେଖୁଛନ୍ତି ଅବ୍ରାହମଙ୍କର କଣେ ଲାଜା କିନ୍ତୁ ସେ ମରିଛନ୍ତି ମଲେ ବି ଦେଖୁଛନ୍ତି ପ୍ରିୟ ଭାଇ ବଡ଼ ମାନେ ମଲା ଲୋକଙ୍କୁ ଦେଖିବା ଲୋକମାନଙ୍କୁ ଯେବେ ବାଇବଲରୁ ବାହାର କରିବେ ଏଇମାନେ ସେଥିପାଇଁ ପାଉଲ କହିଲେ ମୃତ୍ୟୁ ଭୋଗ ମୋ ପାଇଁ ଲାଭଜନକ ଏସବୁ କାରଣରୁ ମୃତ୍ୟୁ ଲାଭଜନକ ପୁଣି ଆଉ ଗୋଟେ ଗ୍ରୁପକୁ କହିବି ସେମାନେ କେବେ ମରିଥିଲେ କି କହିପାରିବନି କିନ୍ତୁ ସେମାନେ କଥା ବୁଝୁଛନ୍ତି ପରମେଶ୍ୱରଙ୍କ ସାଙ୍ଗରେ ବୋଲି ଦର୍ଶନରେ ଦେଖୁଛନ୍ତି ପ୍ରକାଶିତ 6:9-10 ପଢିବାର ନାହିଁ ଯୋଉମାନଙ୍କର ମସ୍ତକ ଛେଦନ ଯୋଉମାନେ ତାରଣ ପ୍ରାପ୍ତ ଯୋଉମାନେ 666 ନମ୍ବର ଉପରେ ଜିତିଛନ୍ତି ସେମାନଙ୍କୁ ବେଦୀ ତଳେ ଦେଖିଲେ ଦର୍ଶକ ଜନ ଦେଖିଲେ ସେମାନେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ ଏ ପ୍ରାର୍ଥନା ଅଲଗା ପ୍ରକାର ପ୍ରାର୍ଥନା କେମିତି ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁ କେତେ କାଳ ପୃଥିବୀର ଲୋକମାନଙ୍କର ଆମ ବିଷୟରେ ବିଚାର କରିବ ନାହିଁ এটা প্রার্থনা কি আজ্ঞা সমস্ত অধিকার চলাই পারবেনি আজ্ঞা কেবল ঈশ্বরଙ୍କ লোক অধিকার চলিব কারণ ସେମାନେ ଅଧିକାର ଲୋକ କେବଳ ପରମେଶ୍ୱରଙ୍କ ଲୋକମାନେ ଆପଣ ଅଧିକାର ଚଳେଇ ପାରିବେ ପରମେଶ୍ୱର ସେମାନଙ୍କୁ କହିଲେ ତୁମ ଭଳିଆ ସଂଖ୍ୟା ପୂର୍ଣ୍ଣ ହେବାର ବାକି ଅଛି ଟିକେ ବିଶ୍ରାମ କର ବିଶ୍ରାମ କରିବା ପାଇଁ କହିଲେ ଆଉ ସ୍ୱର୍ଗରେ ଥିବା ଲୋକଙ୍କୁ ବସ୍ତ୍ର ବାଣ୍ଟିଲେ ପ୍ରେଜ୍ ଦ ଲର୍ଡ ସ୍ୱର୍ଗରେ ଥିବା ଲୋକମାନଙ୍କୁ ମଝିରେ ଆଉ ବସ୍ତ୍ର ବାଣ୍ଟିଲେ ଏଇମାନେ ପରମେଶ୍ୱରଙ୍କ ଲୋକ ପ୍ରିୟ ଭାଇ ଭଉଣୀମାନେ ଆସନ୍ତୁ ସେହି ପରମେଶ୍ୱରଙ୍କ ଲୋକ ହେବା ପାଇଁ ଆମମାନଙ୍କ ପାଇଁ ମଧ୍ୟ ତାଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯେ ମୃତ ହେଲେ ମାତ୍ର ସଦାକାଳ ନିମନ୍ତେ ଜୀବିତ ମୃତ୍ୟୁ ପାତାଳର କଞ୍ଚି ଯାହାଙ୍କ ହାତରେ ଅଛି ତାଙ୍କଠାରେ ଆମେ ବିଶ୍ୱାସ କରୁ ତାଙ୍କଠାରେ ସମର୍ପଣ କରୁ କାରଣ ଯୀଶୁ କହିଲେ ମୋ ଠାରେ ଯେ ବିଶ୍ୱାସ କରେ ଯଦି ବି ମରିଛି ତେଣୁ ପ୍ରଭୁ ଆମମାନଙ୍କୁ ପରିବାରକୁ ଆଶୀର୍ବାଦ କରନ୍ତୁ ଆମ ସମସ୍ତଙ୍କୁ ସେହି ଈଶ୍ୱରଙ୍କ ଲୋକ ହିସାବରେ କଢ଼ାଇ ନିଅନ୍ତୁ।